ପିଲାମାନେ ଆଜି ପଢ଼ିବା ଆମେ ଷଷ୍ଠ ଶ୍ରେଣୀର ବିଜ୍ଞାନ ତ୍ରୟୋଦଶ ଅଧ୍ୟାୟ ଚୁମ୍ବକ। ଆଶା କରୁଛି ଏହା ବିଷୟରେ ତମେ ଆଗରୁ କିଛି ଜାଣିଥିବ। ଠିକ୍ ଅଛି ପିଲାମାନେ, ଦେଖିବା ତ୍ରୟୋଦଶ ଅଧ୍ୟାୟ ଚୁମ୍ବକ ବା ଚୁମ୍ବକ କହିଲେ କ'ଣ ତା ବିଷୟରେ ଭଲ ଭାବରେ ବୁଝିବା। ଦେଖ, ଚିତ୍ରରେ ଗୋଟିଏ ପିନ୍ ଡବା ଛବି ଦିଆଯାଇଛି। ଡବା ଉପରେ ଅଂଶଟି ଖୋଲା ମଝିରେ ଗୋଟେ ଦଣ୍ଡ ଅଛି। ତମେ ଦେଖିପାରୁଛ ପିଲାମାନେ, ଡବା ଭିତରେ କିଛି ପିନ୍ ରହିଛି। ଡବାକୁ ଓଲଟାଇ ଧୀରେ ଧୀରେ ଝାଡ଼ି ଦେଲେ ପିନ୍ କଣ୍ଟା ଗୁଡ଼ିକ ଡବାକୁ ବାହାରକୁ ଖସି ନ ପଡ଼ି ଦଣ୍ଡ ଭିତରେ ଲାଖି ଯାଉଛି। ଏହାକୁ ଯଦି ଆମେ ଉଲଟେଇ ଦେବା ତାହେଲେ କ'ଣ କରିବ, ପିନ୍ କଣ୍ଟା ଗୁଡ଼ିକ ଏ ଦଣ୍ଡରେ ଲାଗିଯିବ। ଦଣ୍ଡ ଦେହରେ ପିନ୍କୁ କାଢ଼ି ଚେଷ୍ଟା କଲେ ଦଣ୍ଡ ପିନ୍ଟିକୁ ଟାଣି ଧରିବାର ଭଳି ଲାଗୁଛି। ତାହାକୁ ଆମେ ଯଦି ଏମିତି ପରୀକ୍ଷା କରିବା ତାହେଲେ ଏହାକୁ ଭଲ ଭାବରେ ଆହୁରି ଜାଣିପାରିବା। ଏହାର କାରଣ କ'ଣ କହିପାରିବ ପିଲାମାନେ? କାହିଁକି ନା ଏଇଟା ଗୋଟେ କ'ଣ ହେଇଥିବ, ଚୁମ୍ବକ ହେଇଥିବ। ଓ ଚୁମ୍ବକ କ'ଣ କରେ, ଯେତେ ସବୁ ଲୁହା କଣ୍ଟାକୁ ବା ଲୁହା ଜିନିଷ ଅଂଶକୁ କ'ଣ ଟାଣି ରଖିଥାଏ। ସେଥିପାଇଁ ଏହାକୁ ଉଲଟେଇଲେ ମଧ୍ୟ ତାହା ଖସି ନ ପଡ଼ି ସେଠିରେ ଲାଗି ରହୁଛି। ଆଉ ତାହାକୁ ଯଦି ଆମେ ଜୋରରେ ଯଦି ଟାଣିବାକୁ ଚେଷ୍ଟା କରିବା ତାହେଲେ ସେ ତାହାକୁ ଟାଣିଲା ପରି ଆମକୁ ଅନୁଭବ ହେବ। ଡବା ଭିତରେ ଦଣ୍ଡଟି ଗୋଟିଏ ଚୁମ୍ବକ କି? ଏବେ ଆମେ ଜାଣିଲେ ହଁ, ତାହା ଚୁମ୍ବକ ହେଇଥିବ। ଲୁହା ଭଳି ଦିଶୁଥିବା ଧାତୁ ଖଣ୍ଡ ଦ୍ୱାରା ଦେବାଦେବୀଙ୍କ ଛବି ଇତ୍ୟାଦି ଲୁହା ଆଲମେରି ବା ରେଫ୍ରିଜରେଟର କବାଟରେ ଲଗାଯାଇଥିବା ତୁମେ ଦେଖିଥିବ। ଏମିତି ଦେଖ, ଏମିତି ଦେଖିଥିବ ପିଲାମାନେ। ଏ ଧାତୁ ଗୁଡ଼ିକ ଚୁମ୍ବକ କି? ହଁ, ଏହା ମଧ୍ୟ ଚୁମ୍ବକରେ ତିଆରି ହେଇଥାଏ ପିଲାମାନେ। ପରସ୍ପର ଭିତରେ ଟିକେ ଆଲୋଚନା କରି ସ୍ଥିର କର। ଠିକ୍ ଅଛି, ଆଗକୁ ଦେଖିବା। ତୁମେ କେତେକ ପ୍ରକାର ଚୁମ୍ବକ ଓ ତାର ବ୍ୟବହାର କେଉଁଠି ଦେଖିଛ ବୋଲି ତାହା କୁହ। ଚୁମ୍ବକର ଆକୃତି, ଧର୍ମ ଓ ବ୍ୟବହାର ବିଷୟରେ ଆମେ ଏ ଅଧ୍ୟାୟରେ ଶିଖିବା ପିଲାମାନେ। ଚୁମ୍ବକ ନେଇ ବହୁ କାହାଣୀ ମଧ୍ୟ ରହିଛି। ଆସ ଚୁମ୍ବକର ଆବିଷ୍କାର କେମିତି ହେଲା ତାହାର ଗୋଟେ ମଜାଦାର କାହାଣୀ ଅଛି, ତାହାକୁ ଆମେ ବୁଝିବାକୁ ଚେଷ୍ଟା କରିବା। ଦେଖ, ଚୁମ୍ବକର ଆବିଷ୍କାର କିପରି ହେଲା ଏଇଠି ବୁଝିବା। ବହୁ ବର୍ଷ ତଳେ କ'ଣ ହେଲା, ଗ୍ରୀସ୍ ଦେଶର ଗୋଟିଏ ଏସିଆ ମାଇନର ନାମକ ଗୋଟିଏ ଅଞ୍ଚଳ ଥିଲା। ସେଠାରେ ଗୋଟେ ମାଗ୍ନେସ୍ ନାମକ ଜଣେ ମେଷପାଳକ ବାସ କରୁଥିଲେ। ମେଣ୍ଢା ଚରାଳି ଯିଏ ସେ ବାସ କରୁଥିଲେ। ସେଠାରେ କ'ଣ ହେଲା, ଗୋଟେ ପାହାଡ଼ରେ ମେଣ୍ଢା ଚଳାଉଥାନ୍ତି। ସେଥିରେ କ'ଣ ହେଲା, ତାପରେ ହାତରେ ତାଙ୍କର ଥାଏ ଗୋଟେ ଲୁହା ଗୋବବାଲା ବାଡ଼ି, ଯେମିତି ଗୋଟେ ବାଡ଼ି ଥାଏ। ହଠାତ୍ ଖଣ୍ଡେ ପଥର ବାଡ଼ିଟିକୁ ଟାଣି ଧରିବାର ସେ ଅନୁଭବ କଲେ। ଯେମିତି ଗୋଟେ ପଥର ପାଖକୁ ଗଲେ ସେ ହାତରେ ଯେଉଁ ବାଡ଼ି ଅଛି ତାହା ଟାଣି ହେବାର ସେ ଅନୁଭବ କରିଥିଲେ। ଅନୁଧ୍ୟାନ କରି ସେ ଦେଖିଲେ ଯେ ସେହି ପଥର ଲୁହାକୁ ଆକର୍ଷଣ କରିବା ଗୁଣ ରହିଛି। ଯେଉଁ ବାଡ଼ିରେ ଧରିଥିଲେ ସେ ପଥର କ'ଣ କରୁଛି, ସେ ଲୁହାକୁ ଆକର୍ଷଣ କରୁଛି। ତାମାନେ ସେ ପଥରର ଲୁହାକୁ ଆକର୍ଷଣ କରିବାର ଗୁଣ ରହିଛି ବୋଲି ସେ ଜାଣିପାରିଲେ। ମେଷପାଳକଙ୍କ ନାମାନୁସାରେ ସେ ପ୍ରକାର ପଥରକୁ ମ୍ୟାଗ୍ନେଟ୍ ବୋଲି କୁହାଗଲା। ଆଉ ଆମେ ଜାଣିଛେ ପିଲାମାନେ, ମ୍ୟାଗ୍ନେଟ୍କୁ ଓଡ଼ିଆରେ ଆମେ କ'ଣ କହୁଥାଉ, ଚୁମ୍ବକ ବୋଲି କହିଥାଉ। ଯାହାଟି ଆମ ସମ୍ପୂର୍ଣ୍ଣ ପାଠ ଅଛି, ସେ ବିଷୟରେ ଆମେ ଆଜି ପଢ଼ିବା। ସେ ମ୍ୟାଗ୍ନେଟ୍ କ'ଣ ବା ଚୁମ୍ବକ କ'ଣ। ଚୁମ୍ବକର ଗୁଣକୁ ଚୁମ୍ବକତ୍ୱ କୁହାଯାଏ। ଠିକ୍ ଅଛି ପିଲାମାନେ, ଚୁମ୍ବକର ଯେଉଁ ଗୁଣ ଥାଏ, ଯେଉଁ ଲୁହାକୁ ନିଜକୁ ଟାଣିବାର ଯେଉଁ ଗୁଣ ଥାଏ, ସେ ଗୁଣକୁ ଚୁମ୍ବକତ୍ୱ ଗୁଣ କହିବା। ତାମାନେ ଯେଉଁ ବସ୍ତୁରେ କ'ଣ ହେଇଥାଏ, ଲୁହା ଆକର୍ଷିତ ହେଇଥାଏ, ତାହାକୁ ଆମେ ଚୁମ୍ବକତ୍ୱ ଗୁଣ ଅଛି ବୋଲି ସେ ବସ୍ତୁର ଆମେ କହିପାରିବା। ଚୁମ୍ବକତ୍ୱ ଦେଖାଉଥିବା ପଥର ହେଉଛି ପ୍ରାକୃତିକ ଚୁମ୍ବକ। ଯେଉଁ ପଥର ଚୁମ୍ବକତ୍ୱ ଦେଖାଉଛି ସେ ହେଉଛି ପ୍ରାକୃତିକ ଚୁମ୍ବକ। ସେ ଆପେ ଆପେ ତାହାର ଗୁଣ ଅଛି। ଏହାର ଅନ୍ୟ ନାମ ହେଉଛି ଲୋଡଷ୍ଟୋନ୍। ଏହାକୁ ମନେ ରଖିବେ ପିଲାମାନେ, ତାହାର ଅନ୍ୟ ନାମ ହେଉଛି ଲୋଡଷ୍ଟୋନ୍। ଏଥିରେ ମ୍ୟାଗ୍ନେଟାଇଟ୍ ନାମକ ଲୁହା ପଥର ରହିଥାଏ, ସେଥିପାଇଁ ସେ ଚୁମ୍ବକତ୍ୱ ଗୁଣ ଦେଖାଏ। ପ୍ରାକୃତିକ ଚୁମ୍ବକ ବ୍ୟତୀତ ବିଭିନ୍ନ ପ୍ରକାର ଚୁମ୍ବକ ତିଆରି କରାଯାଉଛି, ଯାହା ତମେ କୃତ୍ରିମ ଚୁମ୍ବକ ବୋଲି କହିବା। ପ୍ରାକୃତିକ ଚୁମ୍ବକ ଯାହା ଗୋଟିଏ ପଥର ଦେଖାଯାଏ, ତାହାର ଚୁମ୍ବକତ୍ୱ ଗୁଣ ଥିଲେ ତାହାକୁ ଆମେ ପ୍ରାକୃତିକ ଚୁମ୍ବକ କହିବା। କିନ୍ତୁ ଅନେକ କଳକାରଖାନା ଗୁଡ଼ିକ ଯଦି ଆମର ଦୈନନ୍ଦିନ ବ୍ୟବହାର ହେଉଥିବା ବସ୍ତୁ ଗୁଡ଼ିକରେ ମଧ୍ୟ ଚୁମ୍ବକ ରହିଛି। ସେ ଚୁମ୍ବକଟି ଆକୃତିରେ ଅଲଗା ହେଇଥାଏ ଓ ତାହା ଆମର ମନୁଷ୍ୟକୃତ ହେଇଥାଏ, ଯେଟା
आम कृत्रिम भाव व्यवहार बा ताहाको तैयारी करा जाइथे। चुंबकर विभिन्न आकृति की प्रकार चुंबक थाए ता विषय किसी जानी रखिबा आमे। ठीक अछि। प्राकृतिक चुंबक निर्दिष्ट आकृतिर न थाए से कहीं पत्थर आकार थाए मात्र विभिन्न आकृतिर कृत्रिम चुंबक मिले किंतु कृत्रिम चुंबक आम तैयारी कला पर जेकोसी गोटे ताहाको आकृति दे परिबा जेमिति कि दंड चुंबक देख ये अच्छी यहाँ है दंड चुंबक। तापर अश्वक्षुराकृति चुंबक बा यू आकृतिर चुंबक देख ये अच्छी अश्वक्षुराकृति चुंबक ये देखिपार। तापर बल्ब बा प्रांतीय चुंबक देख ये अच्छी प्रांत दुईटी बल्ब पर अच्छे गोटे दंडरे ताहा संयोग हो। सूची चुंबक और कंपास इत्यादि एटा कंपास और एटा सूची चुंबक आम कंपास विषय किछि जानिछे एगुड़ी आम चित्र रे देखुचे। ठीक अच्छे पिला आम जानी पारले विभिन्न प्रकार कृत्रिम चुंबक। एबे देखिबा चुंबकीय और अचुंबकीय वस्तु ताहा कौन आस टिके परीक्षा करी आमे जानिबा। देख लुहा को जदि कौन चुंबक आकर्षण करे ताहा आमे जानिछे जेकोसी लुहा को चुंबक निज आड़ को आकर्षित करिवो। लुहा को सेति पई गोटे चुंबकीय वस्तु बोली आमे कहंती। ता माने एथिरे कोन जानिले जो वस्तु को चुंबक आकर्षित करे ताहाको आमे चुंबकीय वस्तु बोली कहिबा। साधारण भावे कहिले चुंबक जो वस्तु को निज आड़ को आकर्षण करे ताहाको आमे चुंबकीय वस्तु बोली कहिबा। एहा मु तुम एबे कहउथिली चुंबक द्वारा आकर्षित हेउनथिबा वस्तु ताहाको आमे अचुंबकीय वस्तु बोली कहिबा। एगुडी को केमिति तमे जानिबो गोटे चुंबक नै कि तमे कोन करिवो परीक्षा करिवो जे जोंटी जो वस्तु गुडी को चुंबक आगको आकर्षित होउची ताहाको आमे चुंबकीय वस्तु बोली कहिबा। आ जो वस्तुटी चुंबक आगको आकर्षित हेउ नै ताहाको आमे अचुंबकीय वस्तु बोली जानि परिबा। गोटे चुंबक नै आमे अनेक वस्तु पाखरे एम्ति नै कि आमे परीक्षाटी करि परिबा। देखो जेमति तापरे एटा पूर्ण करिबा। ठीक अछि। देखो कोन लिखा अछि वस्तुर नाम जेमति कि लुहा गुंड ताहा केंतरे तयारी हेते लुहारे तयारी हेते से कोन करिवो चुंबक को आकर्षित हबो हां हबो सेति पे आमे ताहाको चुंबकीय वस्तु बोली कहबा। सेमिति स्केल स्केल केंतरे तयारी हेते काच रे भी तयारी हेते और प्लास्टिक रे भी तयारी हेते ताहा कोन हेते चुंबक द्वारा आकर्षित हुए कि नहीं हुए नहीं सेति पे आमे ताहाको अचुंबकीय वस्तु बोली कहबा। तंबा तार केंतरे तयारी हेते तंबारु तयारी हेते तो एठी लिखिबा तंबा से ताड़ को आकर्षित हबो कि नहीं ना हबो नहीं ताको मध्ये आमे अचुंबकीय वस्तु बोली कहिबा। एमिति आमे अनेक गुडे चुंबकीय वस्तु और चुंबकीय वस्तु विषय पार्थक्य जानि परिबे पिला माने। ठीक अछि। बे चुंबकर मेरु कहले कोन जानिबा। मेरु कहले कोन आमे जानिछे तो चुंबकर केतोटी मेरु अछि ता विषय आमे जानि रखिबा। देखो एमती गोटे चुंबक थाए साधारणतः गोटे चुंबकर दुईटी मेरु थाए किंतु एथिरे कोन लिखिছে आमे जदि गोटे परीक्षा करिबा ताले देखिबा जे दंड चुंबकर विभिन्न अंश प्रति पिनटी समान भाव रे आकर्षित हेउ नै। एहार कारण कोन आमे गोटे परीक्षा करी जानिबा। देखो गोटे दंड चुंबक अछि तो एथिरे आकर्षण रो क्षमता अलगा अछि एथिरे अलगा अछि मझिरे अलगा अछि एठारे अलगा अछि। एहार कारण कोन तामे आगु भलो भाव रे जानिबा। देखो खंडिए कागज टेबुल ऊपर बिछाई ता ऊपर किछि लुहा गुंड बिछाई देबो एहारी ऊपर कोन करिवो दंड चुंबक गोटे गड़ाई देबो चुंबकर केउ अंशरे बेसी लुहा गुंड लागि गई रहउची ताको देखिबो। चुंबकर विभिन्न अंश अपेक्षा दुई प्रांत रे बेसी लुहा गुंड लागिछि कि एम्ति लागिछि कि ता तमे देखिबो। देखो एटा गोटे दंड चुंबक ए मझिरे अपेक्षा ए मेरु अंचल रे कोन होछि अधिक लुहा खंड लागि रहिछि। एहा पछरे कारण कोन टिके बुझिबा को चेष्टा करिबा। देखो
ଲୁହା ଗୁଣ୍ଡ ନ ମିଳିଲେ ବାସନ ମଜା ପାଇଁ ଦୋକାନରେ ମିଳୁଥିବା ସେ ଷ୍ଟିଲର ସ୍କ୍ରବର ଯାହା କହନ୍ତି ତାହାକୁ ଆଣିକି ମଧ୍ୟ ତମେ ଏ ପରୀକ୍ଷାଟି କରିପାରିବ। ଠିକ୍ ଅଛି। ବେଶୀ ଚୁମ୍ବକୀୟ ଗୁଣ ଦେଖାଯାଉଥିବା ଚୁମ୍ବକର ଦୁଇ ପ୍ରାନ୍ତକୁ ଆମେ ମେରୁ କହନ୍ତି। ଏବେ ଜାଣିଲେ ମେରୁଟି କ'ଣ? ଯଦି ଏମିତି ଗୋଟେ ଚୁମ୍ବକ ଥିବ ଯେଉଁଠି ଅଧିକା ତାମାନେ ଚୁମ୍ବକୀୟ ଗୁଣ ଥିବା ତାହାକୁ ଆମେ ମେରୁ ବୋଲି କହିବା। ଏଥିରେ ଆମେ କ'ଣ ଜାଣିଲେ? ଚୁମ୍ବକର ଦୁଇ ପ୍ରାନ୍ତରେ ବା ମେରୁରେ ଚୁମ୍ବକୀୟ ଗୁଣ ଅଧିକ ମାତ୍ରାରେ ରହିଥାଏ। ଆମେ ବୁଝିପାରିଲେ ପିଲାମାନେ? ଆଉ କ'ଣ ଅଛି ଦେଖିବା। ଚୁମ୍ବକୀୟ ବସ୍ତୁ ପ୍ରତି ଆକର୍ଷଣ ଛଡ଼ା ଚୁମ୍ବକୀୟ ମେରୁର ଅନ୍ୟ କିଛି ଗୁଣ ଅଛି କି? ହଁ, ଚୁମ୍ବକୀୟ ମେରୁ ଦିଗ ମଧ୍ୟ ନିର୍ଣ୍ଣୟ କରେ। ତା ବିଷୟରେ କିଛି ଜାଣି ରଖିବା। ଚୁମ୍ବକ କ'ଣ କରିଥାଏ? ଖାଲି ତାହାର ଚୁମ୍ବକୀୟ ଗୁଣ ଅପେକ୍ଷା ଅନ୍ୟ କି ଗୁଣ ଅଛି ତା ବିଷୟରେ ଆମେ ଜାଣି ରଖିବା। ଯେମିତିକି ଆଉ ଗୋଟେ ଗୁଣ ହେଲା ଚୁମ୍ବକ ଦିଗ ନିର୍ଣ୍ଣୟ କରିଥାଏ। ଏହା ହେଉଛି ତାହାର ଅନ୍ୟ ଏକ ଗୁଣ। ତା ବିଷୟରେ ଆଉ ଟିକେ ଭଲ ଭାବରେ ଜାଣି ରଖିବା। ଯେ କ'ଣ କରେ? ଚୁମ୍ବକ ଦ୍ୱାରା ଆମେ କ'ଣ କରିପାରିବା? ଦିଗ ନିର୍ଣ୍ଣୟ କରିପାରିବା। କେମିତି କରିପାରିବା ଦେଖ। ଏଇଟା ତମେ ନିଜେ ପଢ଼ିଦେବ, ମୁଁ ବୁଝେଇ ଦେଉଛି କ'ଣ ହେବ, ନହେଲେ ଭିଡ଼ିଓଟି ବହୁତ ଲମ୍ବା ହେଇଯିବ। ଆମେ କ'ଣ ଜାଣିଥାଉ ଯେ 4ଟି ଦିଗ ଅଛି ଜାଣିଥାଉ। ଯେଉଁଆଡ଼େ ସୂର୍ଯ୍ୟ ଉଇଁଥାଏ ତାହାକୁ ଆମେ ପୂର୍ବ ଦିଗ, ଯେଉଁଠାରେ ପଶ୍ଚିମ ଦିଗ କାହାକୁ କହିଥାଏ? ଯେଉଁଥିରେ ସୂର୍ଯ୍ୟ ବୁଡ଼ିଥାଏ ଓ ତାହାର ଲାଗିକି ରହିଥିବା ଉତ୍ତର ଓ ଦକ୍ଷିଣ ବୋଲି ଆମେ ଜାଣିଥାଉ। କିନ୍ତୁ ଏ ଚୁମ୍ବକକୁ ବ୍ୟବହାର କରି ଆମେ କେମିତି ଜାଣିବା? ଯଦି ଗୋଟିଏ ଏମିତି ଦଣ୍ଡରେ ଗୋଟେ ସୂତା ନେଇକି ଆମେ ଗୋଟେ ଦଣ୍ଡ ଚୁମ୍ବକକୁ କ'ଣ କରିବା? ଝୁଲାଇ ଦେବା, ତାହେଲେ ସେଥିରେ ଲେଖା ହେଇଥାଏ ଗୋଟିଏ ମେରୁ ଉତ୍ତର ଆଡ଼କୁ ଆଉ ଗୋଟେ ମେରୁ ଦକ୍ଷିଣ ଆଡ଼କୁ ଏମିତି ଝୁଲିକି ରହିବ ପିଲାମାନେ। ତ ଏଥିରେ ଆମେ ଜାଣିପାରିବା ଯେ କୁଆଡ଼େ ଉତ୍ତର କୁଆଡ଼େ ଦକ୍ଷିଣ ଆଉ କୁଆଡ଼େ ପଶ୍ଚିମ ଓ କୁଆଡ଼େ ପୂର୍ବ ବୋଲି ଆମେ ଏମିତି ନିର୍ଣ୍ଣୟ କରିପାରିବା। ଏ ପରୀକ୍ଷାଟି ତମେ ଗୋଟେ ଦଣ୍ଡ ଚୁମ୍ବକକୁ ନେଇ ନିଜେ ମଧ୍ୟ କରିପାରିବ। ଏମିତି ଦେଖ, ଗୋଟେ ଟେବୁଲରେ ରଖିଦେବ ଏମିତି ଚୁମ୍ବକ ଓ ତମେ ନିଜେ ମଧ୍ୟ କରିପାରିବ ପିଲାମାନେ। ଦେଖ ଆଉ କ'ଣ ଦେଇଛି ଦେଖିବା। ଦଣ୍ଡ ଚୁମ୍ବକର ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାହାକୁ ଆମେ ସନ୍ଧାନୀ ମେରୁ ବା ସଂକ୍ଷେପରେ ଉତ୍ତର ମେରୁ ବୋଲି କହିଥାଉ। ସେହିଭଳି ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଦକ୍ଷିଣ ଆଗକୁ ରହେ ତାହାକୁ ଆମେ ସନ୍ଧାନୀ ମେରୁ ବା ଦକ୍ଷିଣ ମେରୁ ବୋଲି କହିଥାଉ। ତାମାନେ କ'ଣ କରିବା? ଗୋଟିଏ ଚୁମ୍ବକକୁ ଏମିତି ଝୁଲାଇ ରଖିବା, ଯେଉଁଆଡ଼େ କ'ଣ କହିବ ଦକ୍ଷିଣ ଆଡ଼କୁ ହେବ ତାହାକୁ ଆମେ ଦକ୍ଷିଣ ମେରୁ, ଯେଉଁଆଡ଼େ ଉତ୍ତର ମେରୁ ହେବ ତାହାକୁ ଆମେ ଉତ୍ତର ମେରୁ ବୋଲି କହିବ। ତମେ ଭାବୁଥିବ ଯେ ଯଦି ପୂର୍ବ ଓ ପଶ୍ଚିମ ଦିଗକୁ ହେଲେ, ନାଇଁ ପିଲାମାନେ, ଯେକୌଣସି ଆମେ ଚୁମ୍ବକକୁ ଦଣ୍ଡ ଚୁମ୍ବକକୁ ଏମିତି ଝୁଲାଇ ରଖିଲେ ସେ ଉତ୍ତର ଓ ଦକ୍ଷିଣ ଦେଖେଇବ, ପୂର୍ବ ପଶ୍ଚିମ ଦେଖେଇବ ନାହିଁ। ଯଦି ତମେ ଏମିତି ଭାବୁଥିବ ତାହେଲେ ଭୁଲ ଭାବୁଛ, ସେଇଟା ପୂର୍ବ ପଶ୍ଚିମ ଦେଖେଇବ ନାହିଁ। ଦେଖ ଆଉ କ'ଣ ଅଛି? ଅଶ୍ୱକ୍ଷୁରାକୃତି ଚୁମ୍ବକ ଓ ସୂଚୀ ଚୁମ୍ବକ ଭଳି ଅନ୍ୟ ପ୍ରକାରର କୃତ୍ରିମ ଚୁମ୍ବକ ନେଇ ମଧ୍ୟ ପରୀକ୍ଷା କରି ଦେଖ ଓ ଏଥିରେ ତମେ ଚୁମ୍ବକର ଦକ୍ଷିଣ ମେରୁ ଓ ଉତ୍ତର ମେରୁ ଥାଏ ତମେ ଜାଣିପାରିବ। ତାପରେ ଆମେ ଚୁମ୍ବକର ମେରୁମାନଙ୍କର ଆକର୍ଷଣ ଓ ବିକର୍ଷଣ ମଧ୍ୟରେ ଟିକେ ଜାଣି ରଖିବା। ଠିକ୍ ଅଛି। ଦେଖ, ତା ପାଇଁ ଗୋଟେ ଆମକୁ ପରୀକ୍ଷା କରିବାକୁ ପଡ଼ିବ। ଏମିତି 2ଟି ଯଦି ଆମେ ଦଣ୍ଡ ଚୁମ୍ବକ ନେଇ ପରୀକ୍ଷା କରିବା ତାହେଲେ ଆମେ ଭଲ ଭାବରେ ଜାଣିପାରିବା। ଯଦି ଆମେ ଏମିତି 2ଟି ଦଣ୍ଡ ଚୁମ୍ବକକୁ ନେଇ ପାଖାପାଖି ଯଦି ଆମେ ରଖିବା, ଦେଖ ଏମିତି ଦେଖଉଛି, ତ ଆମେ ଜାଣିଛେ ଗୋଟେ ଚୁମ୍ବକରେ 2ଟି ମେରୁ ଥାଏ, ଗୋଟିଏ ଉତ୍ତର ମେରୁ ଓ ଗୋଟିଏ ଦକ୍ଷିଣ ମେରୁ। ତ ଏଠିରେ ଲେଖା ହେଇଛି ଦେଖ, ଏମିତି ଯଦି 2ଟି ଚୁମ୍ବକକୁ ଏମିତି ପାଖାପାଖି ଯଦି ରଖିବା, ଏମିତି ଏଇଟା ସାଉଥ ବା ଦକ୍ଷିଣ ମେରୁ, ଏଇଟା ସାଉଥ ଦକ୍ଷିଣ ମେରୁ। ଯଦି ଆମେ ସମମେରୁ ବା ଦକ୍ଷିଣ ମେରୁକୁ ଗୋଟେ ପାଖାପାଖି କରି ରଖିବା ତାହେଲେ ସେ କ'ଣ କରିବ? ସେ ପରସ୍ପରକୁ ଏମିତି ବିକର୍ଷଣ କରିବ, ଠେଲିବ। ସେ ତାହାକୁ ଠେଲିବ, ସେ ୟାକୁ ଠେଲିବ। ସେମିତି ଆମେ ଯଦି କ'ଣ କରିବା? ଯଦି 2ଟି ଦଣ୍ଡ ଚୁମ୍ବକକୁ ଏମିତି ଲେଖିବା, ଏଥିରେ ଉତ୍ତର ମେରୁ,
ଏଥିରେ ଦକ୍ଷିଣ ମେରୁ କରିକି ଏମିତି ପାଖାପାଖି ଯଦି ରହିବ ତାହେଲେ ସେ ପରସ୍ପରକୁ କ'ଣ କରିବ ସେ ଟାଣିବ ଏପଟକୁ ଟାଣିବ ଏପଟକୁ ଟାଣିବ। ଆଉ ଯଦି ଏବେ କହିଲି ଆଗରୁ ଟିକେ ଆଉଥରେ କହୁଛି ଦେଖ, ଯଦି ଆମେ କ'ଣ କରିବା ଏମିତି ଦୁଇଟି ଦଣ୍ଡ ଚୁମ୍ବକକୁ ଆମେ ସମମେରୁ, ଯଦି ଉତ୍ତର ମେରୁ ବି ହେଇପାରେ କିମ୍ବା ଦକ୍ଷିଣ ମେରୁ ମଧ୍ୟ ବି ହେଇପାରେ। ଯଦି ପାଖାପାଖି ଯଦି କରି ରଖିବା ତାହେଲେ ସେ ପରସ୍ପରକୁ କ'ଣ କରିବ ବିକର୍ଷଣ କରିବ। ଏମିତି ଯଦି ଅଲଗା ମେରୁ କରି ରଖିବା ତାହେଲେ ସେ ପରସ୍ପରକୁ କ'ଣ କରିବ ଆକର୍ଷଣ କରିବ। ତାହା ହିଁ ଏଠି ଲେଖା ହେଇଛି ଦେଖ, ବୁଝିବାକୁ ଚେଷ୍ଟା କର। ତ ଏଠି ଲେଖା ହେଇଛି ଉପରୋକ୍ତ ପରୀକ୍ଷାଗୁଡ଼ିକରୁ ଆମେ କ'ଣ ଜାଣିଲେ ଯେ ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଓ ବିଷମମେରୁ ପରସ୍ପରକୁ ଆକର୍ଷଣ କରନ୍ତି। ଏହାକୁ ଯଦି ବୁଝିପାରିଲନି ତାହେଲେ ଆଉ ଗୋଟେ ଥର ଭଲ ଭାବରେ ବୁଝେଇ ଦେଉଛି, ଦେଖ ଏଇଠି ବୁଝିବାକୁ ଚେଷ୍ଟା କର। ଯଦି ଆମେ କ'ଣ କରିବା ଏମିତି ଦଣ୍ଡ ଚୁମ୍ବକ ଥାଏ, 3ଟି ସିଚୁଏସନ୍ ହେବ ଏଠି, ଏମିତି 2ଟା, ଏଇଟା 3ଟା। ଯଦି କ'ଣ କରିବା ଆମେ ଦେଖ ଏହାକୁ ଟିକେ ଭଲ ଭାବରେ ବୁଝ, ଏଇଟା ହିଁ ଶେଷ ପଏଣ୍ଟ ହେବ ଆମର ଏଇ ଚାପ୍ଟରର। ଯଦି ଦଣ୍ଡ ଚୁମ୍ବକର 2ଟି ମେରୁ ଥାଏ, ଏଇଟା ହେଲା ଉତ୍ତର ମେରୁ ବା ନର୍ଥ ପୋଲ୍, ଏଇଟା ସାଉଥ ପୋଲ୍, ଏଇଟା ସାଉଥ ପୋଲ୍ ଆଉ ଏଇଟା ନର୍ଥ ପୋଲ୍। ଯଦି ପରସ୍ପର କ'ଣ ଦକ୍ଷିଣ ମେରୁ କିମ୍ବା ନର୍ଥ ପୋଲ୍ ବି ହେବ, ଉତ୍ତର ମେରୁ ବି ଯଦି ପାଖାପାଖି ଆସିବ ତାହେଲେ ସେ ପରସ୍ପରକୁ କ'ଣ କରିବ ଏଠି ବିକର୍ଷଣ କରିବ। ବିକର୍ଷଣ ବା ଠେଲିବ, ସେ ପରସ୍ପରକୁ ପାଖକୁ ଆସିବାକୁ ଦେବ ନାହିଁ, ସେ ବିକର୍ଷଣ କରିବ। କିନ୍ତୁ ଏଠି ଦେଖ ଦ୍ୱିତୀୟରେ କ'ଣ ହେବ, ଏଥିରେ ନର୍ଥ ପୋଲ୍, ଏଥିରେ ସାଉଥ ପୋଲ୍ ବା ଦକ୍ଷିଣ ମେରୁ, ଏଥିରେ ଉତ୍ତର ମେରୁ, ଏପଟେ ଯଦି ଦକ୍ଷିଣ ମେରୁ ରଖି ଆମେ ଯଦି ପରୀକ୍ଷା କରିବା ତାହେଲେ ସେ କ'ଣ କରିବ ଦେଖ, ଏଥିରେ ଦକ୍ଷିଣ ମେରୁ ଅଛି, ଏଥିରେ ଉତ୍ତର ମେରୁ ଅଛି, ତ ଏଇଟା ଅଲଗା ଅଲଗା ଅଛି, ସେଥିପାଇଁ ଏହାକୁ ଆମେ କ'ଣ କହିପାରିବା ଏମିତି ସିଚୁଏସନ୍ କଲେ ଏହା ପରସ୍ପରକୁ ଆକର୍ଷଣ କରିବ, ପାଖକୁ ସେ ଟାଣିବ। ତମେ ଏଇଟା ସାଉଥ ନ ନେଇକି କ'ଣ ନର୍ଥ ସାଉଥ ନେଲେ ବି ହେବ, କିମ୍ବା ଉପର ଯେ ପ୍ରଥମଟା ସାଉଥ ନ ନେଇକି ମନେକର ଏଠି ନର୍ଥ ନେଲି, ଏଇଠି ନର୍ଥ ନେଲି, ଏଥିରେ ଦକ୍ଷିଣ ନେଲି, ଏଥିରେ ଦକ୍ଷିଣ ନେଲି, ବୁଝିପାରୁଛ ତ ନର୍ଥ ଆଉ ସାଉଥ ବୁଝିପାରୁଛ କି ନାହିଁ? ଏଇଟା ଉତ୍ତର ମେରୁ, ଦକ୍ଷିଣ ମେରୁ, ଏଥିରେ ମଧ୍ୟ କ'ଣ ହେବ ବିକର୍ଷଣ ହେବ। ଏଥିରେ ଆମେ କ'ଣ ଜାଣିଲେ, ଯଦି ପାଖାପାଖି ସମାନ ମେରୁ ନର୍ଥ ହଉ କି ସାଉଥ ମେରୁ ହଉ, ସେଇଟାକୁ ଯଦି ଆମେ ରଖିବା ତାହେଲେ ସେ ପରସ୍ପରକୁ ବିକର୍ଷଣ କରିବ ବା ଠେଲିବ, ସେ ପାଖକୁ ଆସିବାକୁ ଦେବ ନାହିଁ। ଆଉ ଯଦି ବିଷମ ମେରୁ ବା ନର୍ଥ ସାଉଥ ହଉ କି ସାଉଥ ନର୍ଥ ହଉ, ଦୁଇଟା ଅଲଗା ଅଲଗା ମେରୁକୁ ଯଦି ଆମେ ପାଖରେ ରଖିବା ତାହେଲେ କ'ଣ କରିବ ସେ ଆକର୍ଷଣ କରିବ, ପାଖକୁ ସେ ଟାଣିବ। ଏହା ହେଉଛି କ'ଣ ଚୁମ୍ବକର ଆଉ ଏକ ଗୁଣ ବୋଲି ଆମେ ଜାଣିଲେ। ଠିକ୍ ଅଛି, ତାମାନେ ଏବେ ଆମର ଶେଷ ଟପିକଟି ଅଛି ଚୁମ୍ବକର ବ୍ୟବହାର, ତା ବିଷୟରେ କିଛି ଜାଣି ରଖିବା, ତାପରେ ଏ ଚାପ୍ଟରଟି ସରିଯିବ। ଚୁମ୍ବକ କେଉଁ ଜାଗାରେ ବ୍ୟବହାର କରୁଛି ତମେ ନିଜେ ମଧ୍ୟ ଜାଣିଛ, ଆଉ ଟିକେ ଜାଣି ରଖ। ଦିଗ ନିର୍ଣ୍ଣୟ ପାଇଁ ଚୁମ୍ବକର ବ୍ୟବହାର କଥା ଆମେ ଏବେ ପଢ଼ିଲେ। ଲୁହା ଗୁଣ୍ଡ ସହିତ ଅନ୍ୟ ବସ୍ତୁର ମିଶ୍ରଣକୁ ଆମେ ଚୁମ୍ବକ ଦ୍ୱାରା ଲୁହା ଗୁଣ୍ଡକୁ ଆମେ ଅଲଗା କରାପାରିବା। ତାର ମାନେ ଗୋଟେ ଜାଗାରେ ଲୁହା ଗୁଣ୍ଡ ଆଉ ଅଲଗା ସବୁ ମିଶିକି ଅଛି, ତାହାକୁ ଯଦି ଆମେ ପାଖରେ ଆଣିକି ଗୋଟେ ଚୁମ୍ବକ ରଖିଦେବା, ଯେତେ ସବୁ ଲୁହା ଗୁଣ୍ଡ ତା ପାଖକୁ ଆକର୍ଷଣ ହେଇଯିବ, ତାହାକୁ ଟାଣି ରଖିବ, ତାହେଲେ ସେଥିରେ ଆମେ ଲୁହା ଗୁଣ୍ଡକୁ ଅଲଗା କରିପାରିବା। ଏମିତି ଆମେ ଏହାର ବ୍ୟବହାର କରିପାରିବା। ତାପରେ ଛୋଟ ଛୁଞ୍ଚି ବା ପିନ୍ଟିଏ ତଳେ ପଡ଼ିଗଲେ ତାହାକୁ ଆମେ ଚୁମ୍ବକ ଦ୍ୱାରା ଖୋଜିବା ସହଜ ହେବ। ଯଦି କେଉଁଠି ଛୋଟ ଛୁଞ୍ଚିଟିଏ ପଡ଼ିଯାଇଛି ଆମକୁ ଦିଶୁନାହିଁ, ତାହେଲେ ଆମେ କ'ଣ କରିବା ଚୁମ୍ବକକୁ ନେଇ ଏମିତି ସବୁଆଡ଼େ ବୁଲେଇ ଦେବା, ତାହେଲେ ତାହାକୁ ସେ ଟାଣିକି ନେଇ ଆସିବ। ତାପରେ କେତେକ ଆଲମାରି ଓ ରେଫ୍ରିଜରେଟର ଦ୍ୱାରା ବନ୍ଦ ହେବାର ପାଇଁ ଦେଖିଥିବ ତମେ ଚୁମ୍ବକ ମଧ୍ୟ ବ୍ୟବହାର ହେଇଥାଏ। ତାପରେ କେତେକ ବ୍ୟାଗ୍ ମଧ୍ୟ ଚୁମ୍ବକୀୟ ବୋତାମ ଦ୍ୱାରା ସେ ବନ୍ଦ ହେଇଥାଏ। ଦେଖ ଯେମିତି ଆପେ ସେ ପାଖକୁ ଆଣିଲେ ସେଇଟା ବନ୍ଦ ହେଇଯିବ, ତାହାକୁ ଆମେ ବେଶୀ ବଳ ପ୍ରୟୋଗ କରିବାକୁ ହେବ ନାହିଁ। କେତେକ ଜାତିରେ ଖେଳଣାରେ ମଧ୍ୟ ଚୁମ୍ବକର ବ୍ୟବହାର ହେଉଛି। ସେ ଗାଡ଼ି ମାନେ ଦେଖିଥିବ ଯେଉଁଥିରେ ମୋଟର ଲାଗିଥିବ, ସେ ଗାଡ଼ି ମଧ୍ୟରେ କ'ଣ ଚୁମ୍ବକର ବ୍ୟବହାର ହେଇଥାଏ। ଚୁମ୍ବକକୁ ନେଇ ତୁମେ ମଧ୍ୟ କିଛି ମଜାଦାର କଣ୍ଢେଇ କିମ୍ବା ଖେଳଣା ତିଆରି କରିପାରିବ। ବିଦ୍ୟୁତ ମୋଟର, ଜେନେରେଟର, ଭାରୀ ଲୁହା ଏସବୁକୁ ଉଠାଇବା ପାଇଁ କ୍ରେନ୍ରେ ମଧ୍ୟ ଚୁମ୍ବକର ବ୍ୟବହାର
ହେଉଛି। ଆଉ ତୁମେ ଘରେ ବ୍ୟବହାର କରୁଥିବା ଟେଲିଭିଜନ, କମ୍ପ୍ୟୁଟର, କ୍ୟାସେଟ୍, ସିଡ଼ି ଏସବୁରେ ମଧ୍ୟ ତୁମେ ଚୁମ୍ବକ ଅଛି ଜାଣିପାରିବ। ନଚେତ୍ ସେଗୁଡ଼ିକ କ୍ଷତିଗ୍ରସ୍ତ ହେଇପାରେ। ତୁମେ ଯଦି ଗୋଟିଏ ଚୁମ୍ବକକୁ ନେଇ ତୁମେ କିମ୍ବା ଲୁହାକୁ ନେଇ ତାହାକୁ ପାଖକୁ ଯିବ, ତାହେଲେ ସେ ଟାଣିବ। ତୁମେ ଏମିତି କରିକି ମଧ୍ୟ ଜାଣିପାରିବ କେଉଁ କେଉଁ ବସ୍ତୁରେ ଚୁମ୍ବକର ବ୍ୟବହାର ହେଇଛି। କେତେକ ଯନ୍ତ୍ର ଭିତରେ ଥିବା ଛୋଟ ସ୍କ୍ରୁକୁ ଚୁମ୍ବକୀୟ ସ୍କ୍ରୁଡ୍ରାଇଭର ବ୍ୟବହାର କରି ଖୋଲାଯିବାର ତୁମେ ଦେଖିପାରିବ। ଦେଖ, ଗୋଟେ ଛୋଟିଆ ସ୍କ୍ରୁଡ୍ରାଇଭରରେ କ'ଣ ହେଇଥାଏ, ଛୋଟ ଛୋଟ ଚୁମ୍ବକୀୟ ଗୁଣର କିଛି ତାହାକୁ ତିଆରି ହେଇଥାଏ। ସେଥିରେ କ'ଣ ହେଇଥାଏ, ଏମିତି ଯଦି ହୋଲ୍ ଭିତରେ ଏମିତି ଛୋଟ ସ୍କ୍ରୁଟି ଅଛି, ତାହା ଯଦି ବାହାର କରିପାରୁନାହିଁ, ତାହାକୁ ଆମେ ଏମିତି ବଡ଼ ପେଚକସ୍ରେ ଏମିତି ଖୋଲିଥାଉ, ତାହା ଆପେ ଆପେ ଲାଗି ରହି ଯାଇଥାଏ। ଠିକ୍ ଅଛି ପିଲାମାନେ, ଏ ଥିଲା ଆମର ତ୍ରୟୋଦଶ ଅଧ୍ୟାୟ ଚୁମ୍ବକ। ଆଶା କରୁଛି ଭଲ ଭାବରେ ବୁଝିପାରିଥିବ। ପିଲାମାନେ, ଆମର ଯଦି ଭିଡ଼ିଓ ଭଲ ଲାଗୁଥିବ, ଭଲରେ ବୁଝିପାରୁଥିବ, ତାହେଲେ ଆମ ସହିତ ଯଦି ଯୋଡ଼ି ରହିବାକୁ ଚାହୁଁଛ, ତାହେଲେ କ'ଣ କରିବ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରିକି ରଖିବ। ଆମର ଭିଡ଼ିଓ ଭଲ ଲାଗୁଥିଲେ ଆମ ଭିଡ଼ିଓରେ ଗୋଟେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ। ଠିକ୍ ଅଛି ପିଲାମାନେ, ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ।